भासी जय पतित पावन हे पतित जाउछि भासी जाउछि भासी जय पतित पावन गला मुकुड़ा चोर बसती नमोरा गला मुकुड़ा ये कोई कमती ज्ञान सूत्र रही द्वादश ताला ये कोई कमती ज्ञान सूत्र रही ध्यान मरु रही चावसी करू
କଥା ସରିଲେ ଯା କଲା ସବୁ ଭଲ କଲା ଲେଖିଲେ ମୁର୍ବି ଶେଷ ଧୁତୁଆ ସେ ଶମ୍ଭୁ କଟକେ କୈଳାସ ବ୍ୟାସ କୈଳାସ ବିଦର୍ଶନ ତୁଳିତା କକ୍ଷିଏ ସ୍ତୋତା ବାଳି ବାଳି ରାଘବ ସାୟକ ଲଲହିତା ଶୋକ ତୟା ତତ୍ବର ତସ୍ମାଦ୍ ରାମ ପରାୟଣ ଗୁରୁତର ଲାଲ୍ୟସ୍ତୁ ଲୋକ କିଛି ବୁଝିପାରୁନି ସେଇଆକୁ ବାରମ୍ବାର ମତେ ପଚାର ସେ 3 ଜଣ ଲୋକ ତୁ 3 ଜଣ ଲୋକ କରି ଲଗେଇଦେବି ମଝିରେ ଲୋକ ତ୍ରୟ ମାନେ 3 ଜଣ ବୁଝିପାରୁନି ମୁଁ ଆମେ ବୁଝି ଫେର ହସୁଛୁ ବସ ବସିବା ମୁଁ ଏଠି ବସିବିନି କାହିଁକି ଏଟା କଣ ହେଇଛି ଦେଖୁନାହାନ୍ତି ପାଣି ଢାଳି ମୁଁ ତ ସେଇଆ କହୁଛି କଣ ମୁତିବା କଥା କହୁଛ ନା ନା ସେମିତି ବାସିଲା ତତେ ବସ ଆଜ୍ଞା ନମସ୍କାର ଆଜ୍ଞା ନମସ୍କାର କହୁଥିଲୁ ନମସ୍କାର ଆଜ୍ଞା ସମସ୍ତ ମୋ ସ୍ନେହମୟୀ ମମତାମୟୀ ମା ମାନେ ଯେତିକି ଅଛ ଆଉ ଯେତିକି ଯାଇଛ ପବିତ୍ର ସତ୍ୟନାରାୟଣଙ୍କ ଦରବାରରେ ଦ୍ୱିତୀୟ ଥାକରେ ଉପସ୍ଥିତ ଥିବା ସମସ୍ତ ଛୋଟ ବଡ଼ ଭାଇ ଭଉଣୀ ମାନଙ୍କୁ ସର୍ବପ୍ରଥମ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ କ୍ଷୁଦ୍ର କଳାକାରର ଉପସ୍ଥିତ ସମସ୍ତ ମୋ ପିତୃତୁଲ୍ୟ ବାପା ମାଙ୍କର ମାତୃସ୍ଥାନୀୟ ମା ମାନଙ୍କର ପରମ ପୂଜ୍ୟ ଗୁରୁଦେବଙ୍କର ଆଶୀର୍ବାଦ କାମନା କରି ସନ୍ଧ୍ୟା ସକାଳେ ଯା ଜହ୍ନି ଫୁଲର ଆଇସ ପା ତୁ ଥା ତ ବଡ ଭାଇ ମରୁ ତୋ ରାଧା ତାରକ ପଡୁ ତୋ ମା ମତେ ଧରମପୁଅ କରି ଆରେ ଧରମପୁଅ ହବାନି କି ଭାରି ଇଚ୍ଛା କାହିଁକି ତାଙ୍କ ସଡ଼କର ଜମି 2 ଗୁଣ୍ଠ ଉପରେ ମୋ ଲୋଭ ଏବେ ନେଇଯାଉ ତା ବାପା ମନା କରୁଛି କଣ କହୁଛି ସତ୍ୟାନାଶୀ ନଗଲା ପର୍ଯ୍ୟନ୍ତ ଶ୍ରୀକାନ୍ତ ତତେ ଦେଇ ହବନି ପାର୍ସଲ ନବୁ ଆଉ ତା କଲ୍ୟାଣର ଅଛୁ ଭାରି ଦାମୀ ପବିତ୍ର ନାରାୟଣଙ୍କ ଦରବାର ଦ୍ୱିତୀୟ ଥାକରେ ଉପସ୍ଥିତ ହେବା ମାତ୍ରେ ସର୍ବପ୍ରଥମେ ନିଖିଳ ଉତ୍କଳ ପାଲା ପରିଷଦର ନିୟମାବଳୀ ଅନୁସାରେ ପାଲାର ପରମ୍ପରା ମୌଳିକତାକୁ ଭିତ୍ତି କରି ପୂର୍ବତନ ଗାୟକ ଗାୟିକା ମାନଙ୍କର ପଥକୁ ଅନୁସରଣ କରି ଆପଣ ମାନଙ୍କ ନିକଟରେ ସର୍ବପ୍ରଥମେ କରମଳାର ଅଭିନୟ ସୁନ୍ଦର ଠାକୁର ଅଭିରାମଙ୍କ ଲେଖନୀ ମନରୁ ନିଃସୃତ ଇଚ୍ଛାମୟ ଲୀଳାମୟ ସତ୍ୟ ନାରାୟଣଙ୍କର ପଦକନ୍ଦରେ ଭକ୍ତିପୂତ ନୈବେଦ୍ୟ ପୁଷ୍ପାଞ୍ଜଳି ଦେବା ଅର୍ପଣ କରିବା ସହିତ ବାବୁରେ आशीर्वाद आत्मक मंगलाचरण टे पाठ करिछि अच्छा देखिबा ए जो मंगलाचरण की पाठ कले मंगलाचरण माध्यम रे को ठाकुर ठाकुरानी बाहरबे आज तृतीय रजने तृतीय ठाकुर हमके आशीर्वाद करिवे क्या से झिया मत मना करतला तला भाई आके ठिया हो ना जाबो बसिकिन श्रीगंध आज्ञा तुमे से पालक को आसी नथलो से अनुष्ठान को आसी नथलो म सारा आगर बसचंती लक्ष्मीप्रिय दास सहित मोर पाला होतला नना मोर आगर बसिथिला पाला 3 दिन देखिथिला हां जा हो आज्ञा ओ सार नमस्कार मु आसी नथि हां आ आसी नथलो हला हो आज्ञा जा हो आज्ञा किए जाणु को न जाणु तमे भल भाबरे जानि छ आ जो 3 दिन पाला मोर बड़ भणी सहित बीतिला सार मते अनुभव करिसंती ए बेहरा काहा को किछि कहे नाही ना तमे न कह ना सर ठीक ना भूल आपण जो 3 दिन पाला देखिले से 3 दिन मध्य रे दास भणी कहबाटा तक नाटा कहबाटा अवश्य भूल हां जाऊ से भणी सहित मोर जो 3 दिन पाला हला जेते गायिका मानक सहित बाद पाला हैछि जे जेते कथा कहिछि बापा मु काहारी कथार उत्तर दिएनी नहीं काहे तमे छोट हौले हौले जे जेते प्रकार कथा कहू को ता पाखकु पाख कथा कहिले बापा झगड़ाटी हुए हां जुक्तिटा बढ़े आज्ञा आज्ञा तो सदा सर्वदा मु काहा को किछि कहेनी ता तमे काइना आपण अनुभव करथिबा आज की तृतीय दिन रो पाला मो बड़ भौणी
ଯେତେ କଥା କହିଲେନି ଆପଣ ସବୁଦିନ 3 ଦିନ ହେଲା ଏଠି ବସୁଛନ୍ତି ମୁଁ ପଦେ କଥା ତାଙ୍କୁ କହିଛି କି ତମେ ସାନ ବୋଲି କହୁନା କହି ହଁ ଠିକ କଥା କାରଣ ଯାହା ହେଲେ ବି ସେ ବଡ ମୁଁ ତାଙ୍କୁ ବଡ ବୋଲିକି ବାପା ସମ୍ମାନ ଦେଇଛି ନା ବାପା ଜଣେ ଗୋଟେ ସ୍କୁଲରେ ପାଠ ପଢୁଥିବା ବେଳେ ସାର୍ ଯେତେବେଳେ ଶିକ୍ଷକ ହଉଥିଲେ ପାଠ ପଢଉଥିଲେ ସେ ପିଲାଟି ପାଠ ପଢି ସାରିଲା ପରେ ସିଏ ଜଣେ ଶିକ୍ଷକ ହେଲା ସେ ଶିକ୍ଷକ ହେଇଗଲା ବୋଲି ଶିକ୍ଷକ ଗୁରୁଦେବ ଯେତେବେଳେ ଆସିବେ ସେ ନମସ୍କାର କରିବ ନା କରିବନି ନମସ୍କାର କରିବ ସେ ଶିକ୍ଷକ ହେଇଗଲାଣି ଦେଖିବେ ସାର୍ ଏବାଟେ ଆସନ୍ତି ଏବାଟେ ନୀତିକି ପଳେଇବ ହଁ କରେଇକିନି ପଳେଇବ କରେଇକି ପଳେଇବ ମୁଁ ବା ସେଇଆ ତୁ ଭଲ ଶିକ୍ଷା ଆସି ପାଇଛୁ ଆଉ ଏଠି ଯା ମୋ ସାର୍ ରେଡି ବସିଛନ୍ତି ନନା ଆପଣ କୁହନ୍ତୁ ଆପଣ ଗୋଟେ ଛାତ୍ରକୁ ପାଠ ପଢେଇକି ଯୋଗ୍ୟତା କଲା ପରେ ସେ ଯଦି ଶିକ୍ଷକ ପଦବୀ ପାଇଲା ଆପଣ ଦେଖା ହେଲା ପରେ ସେ ନମସ୍କାର କରିବ ନା କରିବନି ନା ନମସ୍କାର କରିବ ଶିକ୍ଷକ ହେଇପାରେ କିନ୍ତୁ ସେ ଗୁରୁଜନକୁ ନମସ୍କାର କରିବ ତାଙ୍କ ଗୁରୁକୁ ଦେଖିଲେ ପ୍ରଣାମ କରିବ ସମ୍ମାନ ଦବ ଶିକ୍ଷକ ପଦ ପାଇଛି ଶିକ୍ଷକ ଆସନରେ ସେ ବସି ସାରିଛି ତଥାପି ତା ଗୁରୁ ଯେତେବେଳେ ଦେଖା ହେବେ ସେ ହାତ ଯୋଡ଼ିକି ପ୍ରଣାମ କରିବ ଗୁରୁକା ପ୍ରଣାମ କରିବା ବିଧେୟ এইটা আজ্ঞা ঠিক না ভুল বাদ্যপাল্লা মঞ্চরে আমি দুই ভৌণী ঠিয়া হয়েছি বাদ্যপাল্লা করবু আমি এটি ঝগড়া লাগুনি কি অস্ত্র হস্ত্র ধরিকি আসুনু মরামরি হওয়া বিদ্যার এটি বাদ্য চালিছি যা হলে বি সে মো বড় ভৌণী বড় ভৌণী কি সম্মান দেবাটা কোন মোর ভুল মো আপা আপন কুহতু বড় কু সম্মান দেবাটা কোন মোর ভুল কি ভুল কি বাপা প্রথম থাকরে সে অধিবাস পালা পরিবেশন কলে দ্বিতীয় থাক মোর মু আসিলি মো পাই প্রশ্ন রখিলে जो महाभारत रामायण त्रेतया जुगर प्रसंगटा आरंभ करथिले परशुराम को कथा मो पाई प्रश्न रखिकी गले प्रश्न रखिकी गला परे बड़ जेहेतु सीए मु तांको सम्मान दबाटा नना मोर कोन भूल नाही सेटा मोर प्रथम भूल तमे सम्मान दे देलो प्रथम भूल मोर सेटा जोति पाई मो नानी 3 दिन हला मते दबारे चली छंती तथापि मु किछि कहिबिनी कारण मु कहिछि मु काहाकू किछि कहे नाही आसंतु कथा प्रसंग वाद विवादर पाला कहले मु जोटू छाड़ी मी तमे सेठी खाई खाइबो काई मु का तमरा ठिका नै बस कथा कइले बस सुनिछि बस कहले जोटू छाड़ी मी सेठी खाइबो काई की मु को लेखा पढ़ा करके आइछि कि नानी को सहित बॉन्ड पेपर साइन करछि से जोड़ी गाइबे मु सेठू गाइबी करछि कि बाबा ना ना मु कहि जदी से जानि थिबे मु प्रसंग छाड़ी के गली जदी जानि थिबे से गाइबे न हले नाही से जदी गाइ के जाइछन्ती छाड़ी के जिबे मु जदी जानि थिबी गाइबी न हले नाही हम समस्त भगवान व्यास हुंती भगवान व्यास कर्म कला बेले तांकर भी बापा भूल दिला हम तो निमित्त मात्र गुरुकर आशीर्वाद हो आपण मानकर आशीर्वाद हो बापा मानकर आशीर्वाद रु शिक्षा अर्जन करूछु आपण मानक पाखर सुंदर भाबरे परिवेशन करबा एईटा होछ हमर दायित्व तामाने मु कोन बॉन्ड पेपर साइन कर जत हम आसिला बेल ठार गोटिय कथा कहू तो मु जोठो छाड़ीबी तमे सेठो गाइबो ताल मु तो काली रामायण आलोचना करूथिले छाड़ी की गले तमे कोन करी गलो रा शत्रुघ्न पुआ जयंत आपण मान दीर्घ दिन सार कहतु शत्रुघ्न पुआ जयंत को लेखाई मत टे कहि देबे बसन आज्ञा ये झगड़ा होनी आज्ञा आप बसन किछि झगड़ा नहीं ये झगड़ा होनी जिते मो नानी जो 10 थर मत कहते आपण से कुआड़े जाइए पाला जो 7:30 बेल आरंभ है राति 11टा 12:15 छाड़ी गले से पर्यंत जो कहते आप कुआड़े जाइए कहीं प्रतिवाद कले से प्रतिवाद कले कहीं से कहदिन बोले आपण सेटु स्टेप नेबे न नले आपण को सेति की कहला जेते कथा कहला आपण कहजंती कि किछि काई कहलेनी आपण ना कहि हमर एटी झगड़ा
ଝଗଡ଼ା ହଉନି ଏଠି ଦ୍ୱନ୍ଦ୍ୱ ଚାଲିଛି ବିଦ୍ୟାର ଦ୍ୱନ୍ଦ୍ୱ ଚାଲିଛି ନା ବାପା ସେ ମତେ କହିବେ ମୁଁ ତାଙ୍କୁ ଦୀପଦ କହିବି କଥା ପ୍ରସଙ୍ଗ ଆପଣ ଏତେ କଥା ବିଷୟବସ୍ତୁ ଯାହା କରିବା କରନ୍ତୁ କଣ କରନ୍ତୁ ପାଟି ତୁମେ କରନ୍ତୁ ସାରେ କ୍ଷମା କରିବେ ଆମର ଏଠି କେବେ 3 ଦିନ ପାଲା ହେଲାଣି କାହାରି କଥା ଶୁଣିବେନି ନାଇଁ କାହାରି କଥା ଶୁଣିବୁନ ଆମ ଦି ଭଉଣୀଙ୍କ ମଧ୍ୟରେ ବିଦ୍ୟାର ବାଦ ଚାଲିଛି ଏଠି ନ୍ୟାୟ ଚାଲିଛି ସିଏ କଣ ବାଡ଼ି ଆଣିକି ମତେ ବାଡ଼େଇବେ ନା ମୁଁ ଖରେ ବାଡ଼ି ଧରିକି ଦୌଡ଼ି ଯିବି ସେଟା କେବେ ସମ୍ଭବ କି ନା ଆମ ଏଠୁ ପେଣ୍ଡାଲୁ ଓହ୍ଲେଇଲା ପରେ ସିଏ ମୋର ଭଉଣୀ ମୁଁ ତାଙ୍କର ଭଉଣୀ ଏଠି ଯେତେବେଳେ ବିଦ୍ୟାର ବାଦ ଚାଲିଛି କଥା ପ୍ରସଙ୍ଗ କେହି କାହାକୁ ଛାଡ଼ିବେନି କିନ୍ତୁ ମୁଁ କାଲି କହିଲି ଅଶ୍ୱକର୍ଣ୍ଣ ରାମାୟଣ ଆଲୋଚନା କରିଥିଲି ପ୍ରସଙ୍ଗ ଛାଡ଼ିକି ଯାଇଥିଲି ମୁଁ କଣ ତାଙ୍କୁ କହିଥିଲି ମୋ ବିଷୟଟା ଧରିବ ବୋଲିକି କହିନଥିଲି କିନ୍ତୁ ଯଦି ବା ଧଇଲ କହିଲ ଶତ୍ରୁଘ୍ନର ପୁଅ ହଉଛି ଜୟନ୍ତ କୋଉ ରାମାୟଣ ଲେଖା ହେଇଛି ଶତ୍ରୁଘ୍ନର ପୁଅ ଜୟନ୍ତ ମୋର ତ କାଲିକି ଆଉ ପାଳି ନାହିଁ ନାନୀ ଯାହା କହିଲେ ବି ମୁଁ ଗ୍ରହଣ କରିବି କାରଣ ଆଶୀର୍ବାଦ ବୋଲି ମାନି ନେବି କାରଣ ଯେହେତୁ ସେ ମୋ ବଡ଼ ଭଉଣୀ ପ୍ରଥମ ପ୍ରସଙ୍ଗକୁ ଆସ ଆରମ୍ଭ କରିଥିଲେ ରେଣୁକା ତାଙ୍କ ସ୍ୱାମୀ କିଏ ଯମଦଗ୍ନି ପ୍ରଥମ ତାଙ୍କର କଥା ପ୍ରସଙ୍ଗ ଯମଦଗ୍ନିଙ୍କ ସ୍ତ୍ରୀ ହେଲା ଆପଣଙ୍କର ରେଣୁକା ତାଙ୍କର 5 ପୁଅ ଯେ କି ଆପଣଙ୍କର ପରଶୁରାମ ବଳରାମ ହଳରାମ ନୀଳରାମ ଇଏ 5ଟା ପୁଅ ସେଦିନ ମୋ ନାନୀ ଟିକେ ଶୁଣୁଥିବ ଜମା ରାଗ କରିବନି ମୁଁ ତମକୁ କିଛି କହିବିନି ତମେ ମତେ ଯେତେ କଥା କହିବ ମୁଁ ତମ କଥାକୁ ଆଶୀର୍ବାଦ ବୋଲି ଗ୍ରହଣ କରିବି ଇଏ ଯୋଉ ଯମଦଗ୍ନି ଆଉ ରେଣୁକା ପୁତ୍ର ମାନଙ୍କୁ କହିଲେ ଯେ ଶ୍ରାଦ୍ଧ ଅଛି ତମେ ଯା ମୃଗ ଶିକାର କରିକି ଆଣିବ କଥା ପ୍ରସଙ୍ଗ ଏଇଆ ଥିଲା ସେତେବେଳେ ମୃଗ ଶିକାର କରିବା ପାଇଁ ଯାଇଛନ୍ତି ରେଣୁକା ସହିତ ଆପଣଙ୍କର ସ୍ୱାମୀ ହେଲେ ଯମଦଗ୍ନି ପିତୃତର୍ପଣ କରିବାକୁ ଗଲେ ଯମଦଗ୍ନି କହିଲା ରେଣୁକା ତମେ ଅଞ୍ଜଳି ଦେଖାଅ ମୁଁ ଜଳ ଦେବି ଇଏ ଅଞ୍ଜଳି ଦେଖେଇଛନ୍ତି ଯମଦଗ୍ନି ସ୍ୱାମୀ ଜଳ ଦଉଛନ୍ତି ଯେତେବେଳେ ଦେଲା ବେଳେ ଏଇ ସମୟରେ ବିବାହ ସାରିକି ଫେରୁଛନ୍ତି କିଏ ଚିତ୍ରସେନ ଚିତ୍ରସେନ ଯେତେବେଳେ ଫେରୁଛନ୍ତି ଜଳ ମଧ୍ୟରେ ତାଙ୍କ ପ୍ରତିଛବିଟା ଦେଖିଦେଲେ ଆପଣଙ୍କର ରେଣୁକା ଯେତେବେଳେ ଦେଖିଲେ ତାଙ୍କ ଦୃଷ୍ଟିଟା ଛବି ଉପରେ ରହିଲା ଆଉ ଅଞ୍ଜଳି ଉପରେ ଆଉ ରେଣୁକାର ରହିଲାନି ଯେତେବେଳେ ଅଞ୍ଜଳି ଉପରେ ନ ରହିଲା ରେଣୁକାକୁ ଇଏ ଜଳ ଦଉଛନ୍ତି ସ୍ୱାମୀ ଯମଦଗ୍ନି ଜଳଟା ଆଜ୍ଞା ତଳେ ପଡ଼ିଗଲା